ସେଦିନ ମୁଁ ବସ୍ ଷ୍ଟପ୍ରେ ଭୁବନେଶ୍ୱରରୁ କଟକ ଯିବା ପାଇଁ ବସ୍କୁ ଅପେକ୍ଷା କରିଥାଏ। ଟିପ୍ ଟିପ୍ ବର୍ଷା, ଘଡ଼ଘଡ଼ି ଆଉ ସାଥିରେ ବିଜୁଳି ବି ଚମକୁଥିଲା। ନାଲି ରଙ୍ଗର ଗୋଟେ ଡ୍ରେସ୍ ପିନ୍ଧି ଠିଆ ହୋଇଥାଏ ଗୋଟିଏ ସୁନ୍ଦରୀ ଝିଅ। ବିଜୁଳିର ଆଲୋକରେ ମୋତି ପରି ତା ମୁହଁଟି ଚମକି ଯାଉଥାଏ। ସେଠି ହୋଇଥିଲା ତା ସହ ମୋର ପ୍ରଥମ ଦେଖା। ଓଠ ସିନା ଥିଲା ନୀରବ, କିନ୍ତୁ ବର୍ଷାର ଟିପ୍ ଟିପ୍ ଶବ୍ଦରେ ଆମ ଦୁହିଁଙ୍କ ଆଖି କଥା ହେଉଥିଲା। ସାଥିରେ ହାଲକା ହାଲକା ମତୁଆଲା ପବନ, ସତେ ଯେମିତି କେହି ଶୁଖିଲା ଭୂଇଁ ଉପରେ ପ୍ରେମର ଚାରାଟିଏ ପୋତି ଦେଇଛି, ଯାହା ଏ ବର୍ଷାରେ ବଢ଼ିବାରେ ଲାଗିଛି। କିଛି ସମୟ ପରେ ବର୍ଷା ଛାଡ଼ିଲା। ଦୁହେଁ ଦୁହିଁଙ୍କୁ ଆଖିରେ ଆଖିରେ ଇସାରା ଦେଇ ବିଦାୟ ନେଲୁ। ଏ ଭିତରେ ବିତି ଯାଇଛି ଅନେକ ଦିନ। ଆଜି ପୁଣି ସେ ବର୍ଷା, ଘଡ଼ଘଡ଼ି, ବିଜୁଳି, ପବନ, ବର୍ଷାର ଟିପ୍ ଟିପ୍ ଶବ୍ଦ। କିନ୍ତୁ ଆଜି ଆଖିରେ ଥିଲା ଅନେକ ପ୍ରଶ୍ନ, ଯାହାର ଉତ୍ତର କାହା ପାଖରେ ନଥିଲା। ଆଜିର ବର୍ଷାର ଫରକ ଏତିକି ଯେ ସେ ଥିଲା, ମୁଁ ଥିଲି, ହେଲେ ତା ସହ ଥିଲେ ତା ସ୍ୱାମୀ ଆଉ ମୋ ସହ ମୋ ସ୍ତ୍ରୀ। ସେଦିନ ସେଇ ଅକୁହା ପ୍ରେମ ଆଖିରେ ଆଖିରେ ହିଁ ରହିଗଲା।